ନମସ୍କାର, ଜୟ ଜଗନ୍ନାଥ। ମୁଁ ଜୀବନ ଜ୍ୟୋତି ଚାନ୍ଦ ଭଦ୍ରକରୁ। ତ ଭାଇମାନେ, ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ବର୍ତ୍ତମାନ ଯେଉଁ ସମସ୍ୟା ଚାଲିଛି ଶ୍ରମିକମାନଙ୍କ ଉପରେ ନିର୍ଯାତନା, ଯାହାକି ଆପଣମାନେ କଳ୍ପନା କରିପାରିବେ ନାହିଁ। ମାନେ ଠିକା କମ୍ପାନୀ ହେଉ ବା ଶ୍ରମିକମାନଙ୍କୁ ଯିଏ ବି ଯେଉଁଠି ଖଟଉଥାନ୍ତୁ, ତାଙ୍କ ଉପରେ ଏତେ ନିର୍ଯାତନା ଦେଉଛନ୍ତି, ତାହା କଳ୍ପନା କରିହେବ ନାହିଁ। ତ ସେଥିପାଇଁ ଏଇ ଶ୍ରମିକମାନଙ୍କ ପାଇଁ ସରକାର ମଧ୍ୟ ଗୋଟେ ନିୟମ ବାହାର କରିଛନ୍ତି ବା ସେମାନେ ଆନ୍ଦୋଳନ କରିବା ପାଇଁ ଗୋଟେ ସିଷ୍ଟମ୍ କରିଛନ୍ତି, ଯେଉଁଟାକି ଟ୍ରେଡ୍ ୟୁନିୟନ୍, ଯେଉଁଟାକି ସରକାରଙ୍କ ସ୍ୱୀକୃତି ପ୍ରାପ୍ତ। ଆପଣମାନେ ସଂଘବଦ୍ଧ ଭାବରେ ଆଲୋଚନା କରିପାରିବେ, ସରକାରଙ୍କୁ ଜଣାଇ ପାରିବେ ଏବଂ ସ୍ୱର ଉତ୍ତୋଳନ କରିପାରିବେ। ତେଣୁ ଏଠି କଥା ପଡ଼ିଛି, ଭାଇମାନେ ବୁଝିବା ପାଇଁ ନାରାଜ। ସମସ୍ତଙ୍କର ଭୟ ଅଛି। ଏତିକି ଆପଣମାନେ ମନେ ରଖନ୍ତୁ, ଟ୍ରେଡ୍ ୟୁନିୟନ୍ ଯେଉଁ ସଂଗଠନ ରହିଛି, ଏ ସଂଗଠନରେ ଯେଉଁମାନେ ଜଡ଼ିତ ହେବେ ତାଙ୍କ ଚାକିରି କେବେ ଯିବ ନାହିଁ, ତାଙ୍କୁ ବାହାର କରାଯାଇପାରିବ ନାହିଁ। ତାଙ୍କ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ ଆପଣମାନେ ନିଜେ ଆଗେ ବୁଝନ୍ତୁ। ନିଜେ ବୁଝିଲେ ଆପଣମାନେ ଅନ୍ୟ ପିଲାମାନଙ୍କୁ ବୁଝାଇ ପାରିବେ, ସମସ୍ତ ଶ୍ରମିକମାନଙ୍କୁ ମଧ୍ୟ ବୁଝାଇ ପାରିବେ ଏ ସଂଗଠନ ସହିତ ଜଡ଼ିତ ହେବା ପାଇଁ। ସମସ୍ତ ଶ୍ରମିକ ଯେଉଁମାନେ ଦିନ ମଜୁରିଆ, ଏ ସଂସାରରେ ଅନେକ ଲୋକ କାମ କରୁଛନ୍ତି, ସମସ୍ତେ ମଜୁରିଆ, ସମସ୍ତେ ମଜୁରୀ ପାଆନ୍ତି। ବାକି ଯେଉଁମାନେ ମାନସିକ ସ୍ତରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଦିନ ମଜୁରିଆ କୁହାଯାଏ ନାହିଁ। ଯେଉଁମାନେ ଶାରୀରିକ ସ୍ତରରେ କାମ କରନ୍ତି, ସେମାନଙ୍କୁ ଦିନ ମଜୁରିଆ କୁହାଯାଏ। କଥା ହେଉଛି, ଆପଣ ଭଲ ଭାବରେ ବୁଝିଲେ ଅନ୍ୟମାନଙ୍କୁ ଭଲ ଭାବରେ ବୁଝାଇ ପାରିବେ। ତେଣୁ ଗତକାଲି ସୋସିଆଲ ଆକ୍ଟ ଥିଲା, ଆଜି ଆମର ଟ୍ରେଡ୍ ୟୁନିୟନ୍ ହେଲା। ତ ଏଠି କେଉଁଠି ଆମର ଭୁଲ ବୁଝାମଣା ରହିଯାଉଛି। ତେଣୁ ସମସ୍ତେ ବୁଝିବା ଦରକାର। ଯେତେବେଳେ ବିଗତ ଦିନରେ ଆମେ ଡିଜେଲ ଗାଡ଼ି ଚଢ଼ୁଥିଲେ, ତାପରେ କାଳକ୍ରମେ ଆମେ ପେଟ୍ରୋଲ ଗାଡ଼ି ଚଢ଼ିଲେ, ତାପରେ କିଛି ଦିନ ପରେ କାଳକ୍ରମେ ଆମେ ସିଏନ୍ଜି ଗାଡ଼ି ଚଢ଼ିଲେ। ସିଏନ୍ଜି ଗାଡ଼ି ପରେ ଏବେ ଆସିଗଲା କ'ଣ ନା ଆମର ଇଲେକ୍ଟ୍ରିକ୍ ଗାଡ଼ି। ଡିଜେଲ ଗାଡ଼ିରେ ଡିଜେଲ ରେଟ୍ ଅଧିକା ଥିଲା, ତେଣୁ ଖର୍ଚ୍ଚ ଅଧିକା ହେଉଥିଲା। ତାପରେ ତାକୁ କମେଇବା ପାଇଁ ପେଟ୍ରୋଲ ଗାଡ଼ି ଆସିଲା। ପେଟ୍ରୋଲ ଗାଡ଼ିରେ ମେଣ୍ଟେନାନ୍ସ କମ୍, ଇଏ କମ୍, ସିଏ କମ୍, ତେଣୁ ତାକୁ ସୁଧାରିବା ପାଇଁ ଆସିଲା। ତ ତାଠାରୁ ଆଇଲା ସିଏନ୍ଜି। ମାନେ ସିଏନ୍ଜି ଆପଣ ଥରେ ଭରନ୍ତୁ, ବହୁତ ବାଟ ରନିଂ କରିବ ବା ମାଇଲେଜ୍ ଅଧିକ ଦେବ। ତାପରେ ସମ୍ପୂର୍ଣ୍ଣ ରୂପେ ପଳେଇଲା ଖର୍ଚ୍ଚରୁ ନିବୃତ୍ତ ହେବା ପାଇଁ, ଯେ କି ଆମକୁ ଯେଉଁ ଇଲେକ୍ଟ୍ରିକ୍ ଗାଡ଼ି, ଥରେ ଘରେ ଚାର୍ଜ କରନ୍ତୁ, ୱିଦାଉଟ୍ ପଇସାରେ ଆପଣ ବୁଲନ୍ତୁ ଲିମିଟେଡ଼ କିଲୋମିଟର। ତେଣୁ ପ୍ରତ୍ୟେକ ସମୟ ସହିତ ଆମକୁ ତାଳ ଦେବାର ଅଛି, ପ୍ରତ୍ୟେକ ସମୟ ସହିତ ଆମକୁ ଅପଡ଼େଟ୍ ହେବାର ଅଛି। ଯେତେବେଳେ ଯେଉଁ ସମୟ ଆସିଲା, ତାକୁ ଆମକୁ ମାନିବାର ପଡ଼ିବ ଏବଂ ତା ସହିତ ତାଳରେ ତାଳ ମିଶାଇକି ଚାଲିବା ପାଇଁ ପଡ଼ିବ। କାରଣ କାହିଁକି ଏଠି ଓଡ଼ିଶାର ଭାଇମାନେ ପଛଘୁଞ୍ଚା ଦେଉଛନ୍ତି, ତାହା କହିହେବ ନାହିଁ। କାହିଁକି ନା, ଚିନ୍ତା କରନ୍ତୁ, କଥାରେ ଅଛି, କଳିଙ୍ଗା ସାହସୀ କାହା, କଳିଙ୍ଗା ସାହସୀ କାହା। ଏଇ କଳିଙ୍ଗର ବୀରପୁତ୍ରମାନେ ଏତେ ସୁଦୃଢ଼ ଥିଲେ। ଇଂରେଜମାନେ ଭାରତବର୍ଷକୁ 200 ବର୍ଷ ଶାସନ କରୁଥିବା ବେଳେ ଓଡ଼ିଶାକୁ ମାତ୍ର 2 ବର୍ଷ ଶାସନ କରିଥିଲେ। ତେଣୁ ଚିନ୍ତା କରନ୍ତୁ, ତାପରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା, ତାପରେ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ତେଣୁ ବର୍ତ୍ତମାନ ଏଇ 108 ସଂଗଠନରେ ନିଶ୍ଚିତ ରୂପେ ତ ପାଇକ ବିଦ୍ରୋହ ଆରମ୍ଭ ହୋଇଯାଇଛି। କେବଳ ଭାରତ ଛାଡ଼ ଆନ୍ଦୋଳନଟି ବାକି ଅଛି। ଆଉ ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ମଧ୍ୟ ରହିବା ଉଚିତ। ବିରୋଧୀ ନ ରହିଲେ ଆଜ୍ଞା ଶାସନ ଠିକ୍ ଚାଲିବ ନାହିଁ। କିନ୍ତୁ ଏଠି ଗୋଟିଏ କଥା, ବିଗତ ଦିନର କଥା, ଇତିହାସର କଥା ମନେ ପଡ଼େ। ଯେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଂସାର ନୀତି ଆପଣେଇଥିଲେ, କହିଥିଲେ ମୋତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ସେତେବେଳେ ମହାତ୍ମା ଗାନ୍ଧୀ ଅହିଂସାର ନୀତି ଆପଣେଇଥିଲେ, କହିଥିଲେ ଏ ଗାଲକୁ ଚାପୁଡ଼ା ମାରିଲେ ସେ ଗାଲ ଦେଖେଇ ଦିଅ। ଏ ଦୁଇ ଜଣଙ୍କର ନୀତି ଅଲଗା ଅଲଗା ଥିଲେ ମଧ୍ୟ, ପୃଥକ ଥିଲେ ମଧ୍ୟ, କିନ୍ତୁ ଲକ୍ଷ୍ୟ ଆଜ୍ଞା ଗୋଟିଏ ଥିଲା,
ଆମ ଦେଶକୁ ସ୍ୱାଧୀନ କରିବା, ଇଂରେଜ ହାତରୁ ଆମମାନଙ୍କୁ ଛଡ଼ାଇ ଆଣିବା। ତେଣୁ ଏଠି ବିରୋଧୀ ରୁହନ୍ତୁ ଆଇଦର ଶାସକ ରୁହନ୍ତୁ, ଏଠି କୌଣସି ଫରକ ପଡ଼ିବ ନାହିଁ। ଆମର କିନ୍ତୁ ଲକ୍ଷ୍ୟ ଗୋଟିଏ ହେବା ଦରକାର। ଯେତେ ସଂଘ ହଉ କୌଣସି ଆବଶ୍ୟକତା ନାହିଁ, ସବୁ ସଂଘର ମୂଳ ଲକ୍ଷ୍ୟ ହେବା ଦରକାର କ'ଣ ନା ଶ୍ରମିକମାନଙ୍କର ଉନ୍ନତି, ଉଚିତ ପାରିଶ୍ରମିକକୁ ଉଚିତ ମୂଲ୍ୟାଙ୍କ ଏବଂ ବିଶ୍ରାମ, ଯଥେଷ୍ଟ ସମ୍ମାନ। ତେଣୁ ସମସ୍ତ ଭାଇମାନଙ୍କୁ ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି, ଆପଣମାନେ ସମସ୍ତେ ଭଲ ଭାବରେ କଥାଟିକୁ ବୁଝନ୍ତୁ, ଭଲ ଭାବରେ ଏ କଥାଟିକୁ ବୁଝନ୍ତୁ ଏବଂ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ 108ର ଶ୍ରମିକ କର୍ମଚାରୀମାନଙ୍କୁ ବୁଝାନ୍ତୁ। ବୁଝେଇଲେ ଏକତାର ବଳ ଅନେକ, ଆପଣ ଇମାଜିନ୍ କରିପାରିବେ ନାହିଁ, ଆପଣ କଳ୍ପନା କରିପାରିବେ ନାହିଁ। ତେଣୁ ଅନୁରୋଧ, ଆପଣ ଏକତା ସହିତ ଲଢ଼ିବା ପାଇଁ ଚେଷ୍ଟା କରନ୍ତୁ। ଜୟ ଜଗନ୍ନାଥ, ନମସ୍କାର।